ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ବ୍ରହ୍ମପୁର ବଦଳରେ ଆଜି ଝାରସୁଗୁଡ଼ାରେ ତାଙ୍କ ସଭା କରିଛନ୍ତି ଗୋଟାଏ ଘଣ୍ଟା ପାଇଁ ଏବଂ ଭାରତୀୟ ଜନତା ପାର୍ଟିର ଲୋକମାନେ ଭାରି ଆନନ୍ଦିତ ଖୁସି ଯେ ବାରମ୍ବାର ଭାରତର ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଓଡ଼ିଶା ଗସ୍ତରେ ଭାରତବର୍ଷର ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତ କରିବା, ଓଡ଼ିଶାକୁ ଆସିବା, ଓଡ଼ିଶା ପାଇଁ କ'ଣ ସିଏ ସୁଫଳ ଦଉଛନ୍ତି ସେ ସମ୍ପର୍କରେ ତର୍ଜମା କରିନାହାନ୍ତି, ଠିକଣା ବାଟରେ ଆଲୋଚନା କରିନାହାନ୍ତି ବା ଠିକଣା ବାଟକୁ ଯାଇନାହାନ୍ତି। ନରେନ୍ଦ୍ର ମୋଦୀଙ୍କର ଛବି ସମ୍ପୂର୍ଣ୍ଣ ଭାବରେ ଭାରତବର୍ଷରେ ମଳିନ ହେଇଯାଇଛି। ନରେନ୍ଦ୍ର ମୋଦୀଙ୍କର ତିନି ଚାରିଟି କଥାକୁ ଯଦି ବିଚାରକୁ ନେବା, ଗତ କିଛି ଦିନ ତଳେ ନରେନ୍ଦ୍ର ମୋଦୀ କହୁଥିଲେ ଯେ ନବରାତ୍ରକୁ ତୁମେ ଆପଣମାନେ ଭାରତବାସୀ ମାନେ ଉତ୍ସବରେ ପାଳନ କରନ୍ତୁ, ଉତ୍ସବ ହିସାବରେ ପାଳନ କରନ୍ତୁ। ଯୋଉ ଜିଏସଟି ଯୋଉ ମୁକ୍ତ କରିଛନ୍ତି, ଯେତିକି % ମୁକ୍ତ କରିଛନ୍ତି ତାକୁ ଉତ୍ସବ ହିସାବରେ ପାଳନ କରନ୍ତୁ। କିନ୍ତୁ ଜିଏସଟି ରେ 2016 ମସିହା ଠାରୁ 2025 ମସିହା ପର୍ଯ୍ୟନ୍ତ ଭାରତବର୍ଷର ସାଧାରଣ ଲୋକଙ୍କ ପାଖରୁ, ଗରିବ ଲୋକଙ୍କ ପାଖରୁ, ଚୁଡ଼ା ଚିନି ଗୁଡ଼ କିଣୁଥିବା ଲୋକଙ୍କ ପାଖରୁ ଏବଂ ଯେଉଁମାନେ କ୍ଷୁଦ୍ର ବ୍ୟବସାୟୀ ମଧ୍ୟବିତ୍ତ ବ୍ୟବସାୟୀ ସେମାନଙ୍କ ପାଖରୁ କେତେ ପରିମାଣରେ ଜିଏସଟି ଆଦାୟ କରିଛନ୍ତି ଏବଂ କେତେ ଟଙ୍କା, କେତେ ଲକ୍ଷ କୋଟି ଟଙ୍କା ଜିଏସଟି ଆଦାୟ କରିଛନ୍ତି ସେ ବିଷୟରେ ସାଧାରଣ ଲୋକଙ୍କୁ ତ କିଛି ଉତ୍ତର ଦେଇନାହାନ୍ତି ଆଜିର ସଭାରେ। ଏବଂ ଠିକ ସେଇଭଳି ଭାବରେ ଭୋଟ ଚୋରି କଥା ସାଧାରଣ ଛୋଟ ଛୁଆଟିଏ ଆଜି କହିବା ଆରମ୍ଭ କଲାଣି, ଭୋଟ ଚୋର ଗଦି ଚୋର। ନରେନ୍ଦ୍ର ମୋଦୀକୁ ସାଧାରଣ ଭାବରେ ତାଙ୍କର ସାଧାରଣ ଗସ୍ତ ମଧ୍ୟ ଗୋଟେ ଚିନ୍ତାର ବିଷୟ ହେଇଯାଉଛି ଯେ ସବୁ ଜାଗାରେ ସମସ୍ତଙ୍କ ମୁହଁରୁ ଗରିବ ଖଟିକିଆ ମେହନତକାରୀ ସବୁ ଶ୍ରେଣୀର ଲୋକଙ୍କ ମୁହଁରୁ ବାହାରୁଛି। ପ୍ରମାଣିତ ହେଇଯାଇଛି, ହରିୟାଣାରେ ପ୍ରମାଣିତ ହେଇଯାଇଛି, ବିହାରରେ ପ୍ରମାଣିତ ହେଇଯାଇଛି ଏବଂ ଠିକ ସେଇଭଳି ଭାବରେ ଯଦି ହିସାବ କରିବେ ପ୍ରମାଣିତ ହେଇଛି ବର୍ତ୍ତମାନ ତେଲେଙ୍ଗାନାରେ ପ୍ରମାଣିତ ହେଇଛି ଏବଂ ତାକୁ ଏଭଳି ଭାବରେ ପ୍ରମାଣ ଦିଆଯାଉଛି ଯାହାକୁ ଇଲେକ୍ସନ କମିଶନ ଅଫ ଇଣ୍ଡିଆ ଉତ୍ତର ଦେବାର ବ୍ୟବସ୍ଥା ନାହିଁ। ସିଏ ବି ମଧ୍ୟ ଇଏ ଭୋଟ ଚୋରି ବ୍ୟବସ୍ଥା ଭିତରକୁ ଟଣା ହେଇକି ଆସିଗଲାଣି। ତେଣୁ ଭୋଟ ଚୋରିର ବ୍ୟବସ୍ଥା ଗଣତନ୍ତ୍ରଟାକୁ ସମ୍ପୂର୍ଣ୍ଣ ମାନେ ଖଣ୍ଡ ଖଣ୍ଡ କରିଦେଇଛନ୍ତି, ନଷ୍ଟ କରିଦେଇଛନ୍ତି ନରେନ୍ଦ୍ର ମୋଦୀ। ସେ ସମ୍ପର୍କରେ ଆଜି ଯଦି ଓଡ଼ିଶାର ବାସୀଙ୍କୁ, ଓଡ଼ିଶାର ଲୋକମାନଙ୍କୁ ଯଦି ସେ କୌଣସି ପରିସ୍ଥିତିରେ ବୁଝେଇ ପାରିଥାନ୍ତେ ଯେ ସେମାନେ ଯୋଉ ଭୋଟ ଚୋରି ଯୋଉ ହେଇଛି ସେ ଭୋଟ ଚୋରିରେ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଭାରତବର୍ଷର ପ୍ରଧାନମନ୍ତ୍ରୀ, ଶ୍ରୀଯୁକ୍ତ ଅମିତ ଶାହ ଗୃହ ବିଭାଗର ମନ୍ତ୍ରୀ ଦେଶର ଏବଂ ଇଲେକ୍ସନ କମିଶନ ସମ୍ପୃକ୍ତ ନୁହନ୍ତି, ଭୋଟ ଚୋରି ହେଇନି, ତାହେଲେ ଆଜି ଯୋଉମାନେ ସଭାରେ ଥିଲେ ଏବଂ ସାରା ଭାରତବର୍ଷର ଯୋଉମାନେ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀର ଘଣ୍ଟିକିଆ ମିଟିଂ ର ଉଦ୍ବୋଧନ ଯୋଉମାନେ ଶୁଣୁଥିଲେ ସେମାନେ ଖୁସି ହେଇଥାନ୍ତି। କେବଳ ସେତିକିରେ ମଳିନ ଛବି ତାଙ୍କର ହେଇନି, ମଳିନ ଛବି ହେଇଛି ବିମୁଦ୍ରୀକରଣରେ ଶହ ଶହ ଲୋକ ମରିଛନ୍ତି ଏବଂ ବିମୁଦ୍ରୀକରଣରେ ଯୋଉ କଳା ଟଙ୍କା ଆଣିକି 15 ଲକ୍ଷ ଟଙ୍କା ସବୁ ପରିବାରକୁ ବାଣ୍ଟିବାର ବ୍ୟବସ୍ଥା କରିଥିଲେ ତାହା ସମ୍ଭବପର ହେଇନି। ଓଡ଼ିଶା ରାଜ୍ୟରେ ଇଲେକ୍ସନ ମ୍ୟାନିଫେଷ୍ଟୋ ଯୋଉଟା 2014 ମସିହାରେ 2024 ମସିହାରେ ଦେଇଥିଲା ବିଜେପି, ତାର ଭିତରୁ ଗୋଟିଏ ମଧ୍ୟ ଇଲେକ୍ସନ ମ୍ୟାନିଫେଷ୍ଟୋ ଗୋଟିଏ ଦାବି ପୂରଣ ହେଇନି, ଗୋଟିଏ କଥା ପୂରଣ ହେଇନି ଏବଂ ଲୋକଙ୍କୁ ଉତ୍ତର ଦେବା ପାଇଁ କିଛି ନାହିଁ। କେବଳ ଟୁରିଷ୍ଟ ଆସିଲା ଭଳି ମାନ୍ୟବର ପ୍ରଧାନମନ୍ତ୍ରୀ ଆସୁଛନ୍ତି, 7 ଥର ଆସିଲେଣି ବର୍ଷରେ। ଏଇଟା ଗୋଟେ ଭାରି ଗର୍ବ। ଆରେ ଗର୍ବ କର ନାହିଁ ପ୍ରଧାନମନ୍ତ୍ରୀ ଆସିବାରେ, ପ୍ରଧାନମନ୍ତ୍ରୀ କ'ଣ କରୁଛନ୍ତି ଓଡ଼ିଶାର ଲୋକମାନଙ୍କ ପାଇଁ ସେଇ କଥା କୁହ। ଏବଂ ପୁରାପୁରି ଭାବରେ ଭାରତବର୍ଷର ପ୍ରଧାନମନ୍ତ୍ରୀ ଏଭଳି ଏକ ପରିସ୍ଥିତିରେ ପହଞ୍ଚିଛନ୍ତି, ଆଉ କିଛି ଦିନ ଲାଗିବ ଯେଉଁଥିରେ ସାରା ଭାରତବର୍ଷରେ ବିହାର ନିର୍ବାଚନ ସରିବା ପରେ, ଉତ୍ତରପ୍ରଦେଶ ନିର୍ବାଚନ ସରିବା ପରେ, ପଶ୍ଚିମବଙ୍ଗ ନିର୍ବାଚନ ସରିବା ପରେ ଯେତେବେଳେ ପୁରାପୁରି ଭାବରେ ଭାରତୀୟ ଜନତା ପାର୍ଟି ଏବଂ ଏନଡିଏ ମେଣ୍ଟ ହାରିବ ଏବଂ ଇଣ୍ଡିଆ ମେଣ୍ଟ ଏବଂ ଭାରତବର୍ଷର କଂଗ୍ରେସ ଦଳ ଶ୍ରୀଯୁକ୍ତ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ବିଜୟ ହାସଲ କରିବ, ତା ପରବର୍ତ୍ତୀ ପରିସ୍ଥିତିରେ ମୋଦୀ ଆଉ ସାଧାରଣ ଲୋକଙ୍କ ପାଖକୁ, ସାଧାରଣ ସଭାକୁ ମଧ୍ୟ ଯାଇପାରିବେ ନାହିଁ।